ଜାତୀୟ ବିଜ୍ଞାନ ଦିବସ ଉପଲକ୍ଷେ ସୁନ୍ଦର ସରଳ ଏବଂ ସଂକ୍ଷିପ୍ତ ଓଡ଼ିଆ ଭାଷଣ। ସମ୍ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଓ ଗୁରୁମା ବୃନ୍ଦ, ମଞ୍ଚାସୀନ ବିଚାରକ ମଣ୍ଡଳୀ ଏବଂ ମୋର ସାନ ବଡ଼ ଭାଇ ଓ ଭଉଣୀମାନେ ତଥା ମୋର ସହପାଠୀ ଓ ସହପାଠିନୀଗଣ, ଆଜି ହେଉଛି ଫେବୃଆରୀ ମାସ 28 ତାରିଖ, ଜାତୀୟ ବିଜ୍ଞାନ ଦିବସ। ଆଜିର ଏହି ଭବ୍ୟ ଆୟୋଜିତ ସଭାରେ ମୋତେ କହିବାକୁ ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ବିଶ୍ୱବିଖ୍ୟାତ ବୈଜ୍ଞାନିକ ଆଇନଷ୍ଟାଇନ ଯେଉଁଦିନ ବିଶ୍ୱବାସୀଙ୍କ ଉଦ୍ଦେଶ୍ୟରେ କହିଥିଲେ, ଧର୍ମ ବିନା ବିଜ୍ଞାନ ଅନ୍ଧ ଓ ବିଜ୍ଞାନ ବିନା ଧର୍ମ ପଙ୍ଗୁ, ସେଦିନ ସାରା ବିଶ୍ୱରେ ଗୋଟିଏ ଚମକ ଖେଳି ଯାଇଥିଲା। ବିଜ୍ଞାନ ପୃଥିବୀକୁ ଗୋଟିଏ ଡୋରିରେ ବାନ୍ଧି ରଖିଛି। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଅଙ୍କୁଶହୀନ ଜୟଯାତ୍ରା ପୃଥିବୀକୁ ପ୍ରଦୂଷଣମୁକ୍ତ ସୁସ୍ଥ ସମାଜ ପ୍ରତିଷ୍ଠା କରିପାରିଛି। ଆଜି ହେଉଛି ଫେବୃଆରୀ 28 ତାରିଖ। ସ୍ୱନାମ ଧନ୍ୟ ବୈଜ୍ଞାନିକ ଚନ୍ଦ୍ରଶେଖର ଭେଙ୍କଟ ରମଣ ନୋବେଲ ପୁରସ୍କାର ପାଇବା ପୂର୍ବରୁ ଫେବୃଆରୀ 28 ତାରିଖରେ ତାଙ୍କର ଗବେଷଣାମୂଳକ ସନ୍ଦର୍ଭ ରମଣ ଏଫେକ୍ସ ବା ରମଣ ପ୍ରଭାବ ଗୋଟିଏ ବୈଜ୍ଞାନିକ ସମ୍ପାଦନାରେ ପେଶ କରିଥିଲେ। ଖଣ୍ଡିଏ ଦର୍ପଣ, ଗୋଟିଏ ଲେନ୍ସ, ଗୋଟିଏ ରଙ୍ଗଛଣା କାଚ ଓ ଗୋଟିଏ ଦୂରବୀକ୍ଷଣ ଯନ୍ତ୍ର ଦ୍ୱାରା ଆବିଷ୍କୃତ ହେଲା ରମଣ ପ୍ରଭାବ। ପାଶ୍ଚାତ୍ୟ ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ ହୋଇଗଲେ। ଡକ୍ଟର ଚନ୍ଦ୍ରଶେଖର ଭେଙ୍କଟ ରମଣ 1888 ମସିହା ନଭେମ୍ବର 6 ତାରିଖ ଦିନ ତାମିଲନାଡୁର ଆୟାନପେଟା ଠାରେ ଜନ୍ମଗ୍ରହଣ କରିଥିଲେ। 1930ରେ ପାଇଥିଲେ ନୋବେଲ ପୁରସ୍କାର, 1945ରେ ପ୍ରଥମ ଭାରତ ରତ୍ନ ପୁରସ୍କାର, 1958ରେ ରୁଷିଆର ସର୍ବଶ୍ରେଷ୍ଠ ଲେନିନ ଶାନ୍ତି ପୁରସ୍କାର। 1970 ନଭେମ୍ବର 21 ତାରିଖ ଦିନ ଏହି ବିଶ୍ୱବିଖ୍ୟାତ ବୈଜ୍ଞାନିକଙ୍କ ମୃତ୍ୟୁ ହୋଇଥିଲା। ସେଦିନର ସ୍ମାରକୀ ମନେ ରଖିବା ପାଇଁ ଆଜି ସର୍ବତ୍ର ଜାତୀୟ ବିଜ୍ଞାନ ଦିବସ ପାଳନ କରାଯାଉଛି। ମାତ୍ର ଦୁଃଖର କଥା, ବୈଜ୍ଞାନିକ ଉପଲବ୍ଧିକୁ ଉପଜୀବ୍ୟ କରି ଅନେକ ବିପଦଗାମୀ ଶକ୍ତି ପୃଥିବୀରେ ଧ୍ୱଂସଲୀଳା ସରଞ୍ଚନା କରୁଛନ୍ତି। ରଣସଂହାର ରଚନା କରି ସେମାନେ ସମସ୍ତଙ୍କ ଦ୍ୱାରା ଘୃଣ୍ୟ ହେଉଛନ୍ତି। ବିଜ୍ଞାନ ବଳରେ ବଳିୟାନ ହୋଇ ରାମଙ୍କୁ ପୂଜା ନ କରି ରାବଣକୁ ପୂଜା କରୁଛନ୍ତି। ଧର୍ମ ରାସ୍ତାରେ ନ ଯାଇ ଅଧର୍ମର ଯାତ୍ରା କରୁଛନ୍ତି। ୟୁରାନିୟମରୁ ଅଣୁବୋମା ତିଆରି କରି ଜନସମାଜକୁ ଧ୍ୱଂସ କରିବାର ସ୍ୱପ୍ନ ଦେଖୁଛି। ଆନ୍ଥ୍ରାକ୍ସ ଜୀବାଣୁକୁ ପ୍ରୟୋଗ କରି ସାରା ବିଶ୍ୱକୁ ଜନଶୂନ୍ୟ କରିବାକୁ ଧମକ ଦେଉଛନ୍ତି। ଏହା ବିଜ୍ଞାନକୁ ଅପ୍ରିୟ କରିଦେଇଛି। ଉଦାହରଣ ସ୍ୱରୂପ, ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଆମେରିକା ଦ୍ୱାରା ଜାପାନର ହିରୋସୀମା ଓ ନାଗାସାକି ସହରରେ ତାଣ୍ଡବ ଲୀଳା ସୃଷ୍ଟି କରି ଜନସଂହାର କରିଥିଲେ। ଏହାଦ୍ୱାରା ବିଜ୍ଞାନକୁ ଅପ୍ରିୟ କରିଦେଇଛି, ଅଗ୍ରାହ୍ୟ କରିଦେଇଛି। ବିଜ୍ଞାନ ନିଶ୍ଚିତ ସର୍ବମଙ୍ଗଳ ପାଇଁ ଉଦ୍ଦିଷ୍ଟ, କିନ୍ତୁ ଏହାର ଅପପ୍ରୟୋଗ ନିନ୍ଦନୀୟ। ବିଶ୍ୱରେ ବିଜ୍ଞାନ ବଳରେ ଶାନ୍ତି, ସତ୍ୟ, ଧର୍ମ ଓ ପ୍ରେମର ପ୍ରତିଷ୍ଠା କରିବା, ମନୁଷ୍ୟର ମୂଲ୍ୟ ପ୍ରଦାନ କରିବା ଆଜି ଦିନର ଆହ୍ୱାନ। ସମଗ୍ର ବିଶ୍ୱର କଲ୍ୟାଣ ପାଇଁ, ବିଶ୍ୱବାସୀଙ୍କ କଲ୍ୟାଣ ବା ମଙ୍ଗଳ ପାଇଁ ବିଜ୍ଞାନ କାର୍ଯ୍ୟ କରୁ। ଅତ୍ୟନ୍ତ ଗର୍ବର ସହିତ କହିବାକୁ ଚାହିଁବି କି ବିଜ୍ଞାନର ଜୟ ହେଉ। ଶେଷରେ ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ପିଲାମାନେ, ଭିଡ଼ିଓଟି ପସନ୍ଦ ଆସିଥିଲେ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ କରିବା ପାଇଁ ଜମାରୁ ଭୁଲିବନି। ଆଜି ପାଇଁ ରହୁଛି, ଧନ୍ୟବାଦ।